ସେଇଟା ନୁହଁ। କଥା ହେଲା ମଣିଷର ବୟସ କଳିଯୁଗରେ ଥିଲା 60। ସେ 3ଟା ଜୀବଠୁ ଅସନ୍ତୋଷ ହେଲା, କହିଲା 60 ବର୍ଷ ମୁଁ କେତେବେଳେ ଖେଳା କିଳା କେତେବେଳେ କ'ଣ କରିବି, ସେଥିପାଇଁ ଭାରି ଅସନ୍ତୋଷ ହେଲା। ତେଣୁ ଯେତେବେଳେ ଆୟୁଷ ବଣ୍ଟା ହେଉଥିଲା ଏଇ ସମୟରେ ସିଏ କ'ଣ କଲା, 3ଟି ଜୀବଙ୍କଠୁ ନେଇଗଲା ଆୟୁଷ। କେତେ ନା 20 3 20 ହେଲା କେତେ, 60 ବର୍ଷ ସିଏ ନେଲା। ତେଣୁ ସେ 60 ବର୍ଷ ଭିତରେ ସିଏ ଯେଉଁ ବଳଦଠୁ ଆଣିଥିଲା, ପେଚାଠୁ ବି ଆଣିଲା, କୁକୁରଠୁ ଆଣିଲା। ତେଣୁ କୁକୁରର ଯେଉଁ ପ୍ରକୃତିଟା ତାଠି ପ୍ରକାଶିତ ହେଲା, ସେଇଟାକୁ ସେ ବେଶୀ ପ୍ରାଧାନ୍ୟ ଦେଲା। ତେଣୁ କୁକୁର ମାନେ ପଶୁ ହେଇକି ସିଏ ଏତେ ସଚେତନ ହେଲେ ଯେ କହିଲେ ପ୍ରଭୁ ଏତେ ବୟସ ମୋତେ ବୟସ ଦିଅନି। ସିଏ ଅସନ୍ତୋଷ ହେଲା, ଏତେ ବୟସ ନେଇକି ସେ ଅସନ୍ତୋଷ ହେଲା। ସିଏ କହିଲା ମୋତେ ଏତେ ବୟସ କାହିଁକି ଦଉଛ, ମୋର ଏଥିରୁ 20 ବର୍ଷ କମେଇ ଦିଅ। କିନ୍ତୁ ମଣିଷ ଏଠି ଚାଲାକି ପଇଲା ଆଉ, କହିଲା ଯାହା ହଉ ସୁଯୋଗ ଖୋଜୁଥିଲି 20 ବର୍ଷ ଏଠି ମୋତେ ବେନିଫିଟ୍ ମିଳିଗଲା। ତେଣୁ କୁକୁରଠୁ ଯେଉଁ 20 ବର୍ଷ ନେଲା, କୁକୁରର ପ୍ରକୃତି ମଣିଷ ସ୍ୱଭାବକୁ ଆସିଲା। ଦେଖ କୁକୁର କ'ଣ କରିବ, ଭଲ ଖାଦ୍ୟ ଖାଉଛି, ଅଖାଦ୍ୟ ବି ଖାଉଛି, ବାଟରେ ବି ହଗୁଛି, ଘରେ ବି ହଗୁଛି, ବାଟରେ ବି ମୁତୁଛି, ପୁଣି ଭଲ ଜାଗାରେ ବି ମୁତୁଛି। ପରିଷ୍କାର ଆଉ ଶୁଦ୍ଧ ଆଉ ପବିତ୍ର ଜାଗାରେ ସିଏ ବି ପରିସ୍ରା କରୁଛି। ହେଲେ କ'ଣ ହେଲା, ସିଏ ଗୋଟେ ପଶୁଟା। କିନ୍ତୁ ମଣିଷ ଯେତେବେଳେ ଦୁର୍ଲଭ ପ୍ରାଣୀ ହେଇ ସଂସାରରେ ଭଗବାନ ସୃଷ୍ଟି କଲେ, ମଣିଷ କ'ଣ କଲା, କୁକୁର ଯାହା କରୁଥିଲା ମଣିଷ ସେଇଆ କଲା। ଆଉ ତାହେଲେ କି ଦୁର୍ଲଭ ପ୍ରାଣୀ କିରେ, କୁକୁର ରାସ୍ତାଘାଟ ମଧ୍ୟରେ ସିଏ ତାର ଯେଉଁ ପାରିବାର କାର୍ଯ୍ୟ କରେ, ମଣିଷ ତ ସେଇ କାର୍ଯ୍ୟଟା ଘରେ ନ କରିକି ଯାଇକି ରୋଡ ଉପରେ କଲାଣି। ତାହେଲେ ଏଠି ମଣିଷ ଦୁର୍ଲଭ ପ୍ରାଣୀ। ଆହୁରି ଗୋଟେ କଥା, ଆମେ ମାସ ଯାକ ସବୁବେଳେ ମାଛ ମାଂସ ରବିବାରଠୁ ଧରିକି ଏମିତି ସବୁ ଖାଇ ଚାଲିଲେ। ମାନେ ମୋର କହିବା କଥା, ଏଠି ମୋର କହିବାରେ ଭୁଲ ଅଛି କି ବା ମୋର ବୁଝିବାରେ ଭୁଲ ଅଛି, ମୁଁ ସେଇଟା ଜଣାଉଛି। ମୋ ଭାଇମାନେ ବନ୍ଧୁ ଯେଉଁମାନେ ସମସ୍ତେ କମେଣ୍ଟ ଦେବା କଥା ସେମାନେ ଦେବେ, ସେମାନେ ରଖିବେ ଉତ୍ତର। କାର୍ତ୍ତିକ ମାସ ଆସିଲେ ଆମେ ପୁରା ଚିତା ଚୈତନ କାଟି ପୁରା ଛିଞ୍ଚତ୍ର ଝାଞ୍ଜ କୀର୍ତ୍ତନ କରି ପୁରା ଭୋରୁ ଶୀତରେ ପୁରା ଗଡ଼ି ଉଠି ଇଏ କରିବା। ଯେଉଁଦିନ ପୂର୍ଣ୍ଣିମା ସରିଗଲା, ଧର ଏବେ କ'ଣ ହେଲା ବୁଧବାର କି ଗୁରୁବାର କୋଉଦିନ ସରିଗଲା, ଗୁରୁବାର ତ ଆଉ ଛାଡ଼ ଖାଇ ହେଇପାରିବ, ଶୁକ୍ରବାର ଦିନ ଛାଡ଼ ଖାଇ କରିବେ। ତାମାନେ ଆମେ କ'ଣଟା କରିଲେ, ଦୁର୍ଲଭ ପ୍ରାଣୀ ଛାଡ଼ି ଦେଇଛେ, ମାସେ ହେଲା ପାଟି ଆମ୍ବିଳା ହେଇଗଲାଣି। ତେଣୁ କ'ଣ କରିବା, କୁକୁର ଭଳିଆ ପୁଣି ଆମେ ସେ ପ୍ରକୃତିକି ଯିବା। କିନ୍ତୁ କୁକୁରର ଯେଉଁ ପ୍ରକୃତିଟା ଗ୍ରହଣ କରିଛେ ଆମେ, ସେଇ ଗୋଟାକ ହିଁ ଏଠି। କିନ୍ତୁ ତାଠୁ ଆମେ ଯେମିତି ଗୋଟେ ଲୋକଠୁ ଆମେ ଧାର କରିକି ପଇସା ଆଣିଛେ, ଆମର କିଛି ଅସୁବିଧାଟା ଅଛି ବା ଆମେ କିଛି ନିଜର ବାଣିଜ୍ୟ ବୃତ୍ତି କରିବା ପାଇଁ ଆମେ କିଛି ଅର୍ଥ ଚାହୁଁଛେ, ସେ ଅର୍ଥଟାକୁ ଯଦି ଅନର୍ଥରେ ବ୍ୟବହାର କରିବା, ମଦ ପିଇବା, ବେଶ୍ୟା ଘରେ ଛାଡ଼ିବା କିମ୍ବା ଅକାର୍ଯ୍ୟରେ ଖର୍ଚ୍ଚ କରିବା, ତାହେଲେ ସେ ପଇସାର ମୂଲ୍ୟ ରହିବ। ସେମିତି ଭଗବାନ ଆମକୁ ଦୁର୍ଲଭ ଜନ୍ମ ଦେଲେ, ଆମେ କ'ଣ କଲେ, କୁକୁର ତାର ରାସ୍ତାଘାଟରେ ଯାହା କାର୍ଯ୍ୟକ୍ରମ କଲା ବା ଯୌନ ସମ୍ବନ୍ଧଟା କଲା, ମଣିଷ ସେଇ କୁକୁର ଭଳିଆ ରାସ୍ତାଘାଟରେ ଗଛ ମୂଳରେ ବଣ ବୁଦାରେ ଏଇଭଳିଆ କଲା। ତେଣୁ ଏଠି ଏଇ ପ୍ରକୃତି ହିଁ ଯେଉଁ ନେଇଥିଲା, ସେଇଥିପାଇଁକା ନାଶ ଗଲା। କଲେ ଯେମିତି ଆମର ପଢ଼ିଛେ ଚାଣକ୍ୟ ଶ୍ଲୋକରେ ପଢ଼ିଥିଲେ, ଗୋଟେ ପଦ ଥିଲା, କହିଲା ବରମ एको ଗୁଣୀ ପୁତ୍ର ନଚ ମୂର୍ଖ ସତାନି। ଗୋଟିଏ ଗୁଣୀ ପୁତ୍ର ଦିଅ, କିନ୍ତୁ
100ଟି ମୂର୍ଖ ଛୁଆ ଦିଏନି। ସେମିତି ଯଦି ମଣିଷ 60 ବର୍ଷ ତାର ଆୟୁଷଟା ଯଦି ଭାଗ ପାଇଥାନ୍ତା, ସେ ସୁଦୁର୍ଲଭ କାର୍ଯ୍ୟରେ ଲଗେଇଥାନ୍ତା, ଏ କୁକାର୍ଯ୍ୟରେ ଲଗେଇ ନଥାନ୍ତା। ତେଣୁ ଏଇଠି ସିଏ ସେଇ ପ୍ରକୃତିଟି ବ୍ୟବହାର କରୁଛି। ଆମେ କାର୍ତ୍ତିକ ମାସ ହଉଛି ମନ୍ଦିରକୁ ଯାଉଛେ, ଚିତା ରାସ୍ତାଘାଟ ସଫା କରୁଛେ, ଗୋବର ପାଣି ପକଉଛେ, କିନ୍ତୁ ତାପରେ ସବୁ ଓଲଟା କରୁଛେ। ତାପରେ ଆହୁରି ଗୋଟେ କଥା ମୁଁ ଅନେକ ଭିଡ଼ିଓରେ ବି କହିଛି, ଗୁଡ଼ାଏ ଲୋକ ଏତେ ଭକ୍ତିର ଥାନ୍ତି, ଘରର କବାଟରେ ଗଣେଶଙ୍କର ମୂର୍ତ୍ତି ଆଉ ଠାକୁରଙ୍କର ମୂର୍ତ୍ତି, ରାଧାକୃଷ୍ଣଙ୍କର ମୂର୍ତ୍ତି ଏସବୁ କ'ଣ କରିଥିବେ, ଘରର ମୁଖ୍ୟ କବାଟରେ ଲଗେଇଥାନ୍ତି ବା ଠାକୁର ଘର କବାଟରେ ଲାଗୁ। କିରେ ଠାକୁରଙ୍କୁ ତାଙ୍କ କବାଟରେ ରଖିବ ତମେ? ତାହେଲେ କ'ଣ ଇଏ କି କଥା? ତମେ ପୁରା ମନ୍ଦିର ମଠକୁ ଗଲେ ଠାକୁରଙ୍କ ଫଟୋ କୋଉଠି ପଦାରେ ପାଇପାରିବନି, କବାଟ ଖୋଲା ହେଲା ପରେ ଯାଇ ଗମ୍ଭୀର ଭିତରେ ପାଇବ। କ'ଣ ଠାକୁର କ'ଣ ଏତେ ହେଇଗଲେ ତମ ପାଖରେ ଇଏ? ଦ୍ୱାପର ଯୁଗରେ ଯେମିତି କୃଷ୍ଣ କହିଲେ ମୁଁ ଦିନେ ସୁଦାମାଙ୍କୁ ଦାନ କରିଥିଲି, ଏମିତି ଅର୍ଥ ଯେ ସୁଦାମା ହେଇଗଲେ ରାଜା, ମୁଁ ହେଇଥିଲି କଟୁଆଳ ଦ୍ୱାରପାଳ। ତାମାନେ ମାନବ ମାନେ ଦାନବଠୁ ବଳିଗଲେ, ଯାହାଫଳରେ କି ଭଗବାନଙ୍କୁ ଆଣିକି ତାଙ୍କ ଘରେ କବାଟରେ ସ୍ଥାପନ କଲେ। କିନ୍ତୁ ସେ ଯେତେ କହିଲେ ଭାଗବତ ତୋଷ ନହିଲା ମୋର ଅର୍ଚିତ, ସେଇଥିପାଇଁକା ଏଇ ପଦଟି ଲେଖା ହେଲା। ତେଣୁ କ'ଣ କରିବା? କେତେ କହିଲେ କେତେ ବୁଝେଇଲେ ହବ? କୌଣସି ଠାକୁର ଘର କବାଟ ବା ମଣିଷ ରହୁଥିବା ସ୍ଥାନରେ, ଯେକୌଣସି ଗୃହର କବାଟରେ ଠାକୁରଙ୍କର ଫଟୋ ରହିବା ବା ମୂର୍ତ୍ତି ଯୋଉ ଆମେ ତିଆରି କରୁଛେ ସେଇଟା ରଖିବା ଅନୁଚିତ। କିମ୍ବା ଖଟ, ମନ୍ଦିରକୁ ଗଲ, ମନ୍ଦିରରେ ଯୋଉ କବାଟ ଲାଗିଛି ସେଥିରେ ଯୋଉ ଶିବଙ୍କର ମନ୍ଦିରକୁ ଯାଉଛି, ଶିବଙ୍କର ମୂର୍ତ୍ତି ଅଛି, ଖୋଳା ହେଇଛି। ଜଗନ୍ନାଥଙ୍କ ମନ୍ଦିରରେ ଯାଉଛ, ଜଗନ୍ନାଥଙ୍କ କବାଟ ଯୋଉ ରହିଛି, ବାହ୍ୟ କବାଟ ଯୋଉଟାକ ମେନ୍ ମୁଖ୍ୟ ଦରଜାରେ ଜଗନ୍ନାଥଙ୍କର ପ୍ରତିମୂର୍ତ୍ତିର ଫଟୋ ଖୋଳା ହେଇଛି। କିମ୍ବା ଲକ୍ଷ୍ମୀଙ୍କ ମନ୍ଦିରକୁ ଯୋଉ ଲକ୍ଷ୍ମୀଙ୍କର କବାଟରେ ଲକ୍ଷ୍ମୀ ଫଟୋ ଅଛି, ତାହେଲେ ଆମେ କାହିଁକି ଆମର ଦ୍ୱାରରେ ରଖିବା ତାଙ୍କର ଫଟୋ? ତାଙ୍କୁ ତ ଏକରେ ଏପଟେ ଠାକୁର ବୋଲି, ଠାକୁରାଣୀ ବୋଲି ପୂଜା କରୁଛେ, ତାମାନେ ସିଏ କ'ଣ ଆମ ଘରେ ପୂଜା ପାଇବା ଜିନିଷକୁ ଆମେ କ'ଣ କଲେ, ପଦାରେ ପକେଇଲେ। ତେଣୁ ହୃଦୟ ଭିତରେ କାହାରି ନାହିଁ, ହୃଦୟ ବାହାରେ ପ୍ରକାଶିତ ହୋଇ। ତେଣୁ ହୃଦୟ ଭିତରେ ନାହିଁ, ସେଥିପାଇଁକା ମନ୍ଦିରରେ ଦେଖିବ ବିଭିନ୍ନ ପ୍ରକାର ବିଭିନ୍ନ ମତଦାନ ଦିଅନ୍ତି। ଯୋଉ ଆମର ଅଶ୍ଳୀଳତାର ଫଟୋ ମୂର୍ତ୍ତି ସବୁ ଥାଏ, ଗୁଡ଼ାଏ କୁହନ୍ତି ଇନ୍ଦ୍ର କାମାନ୍ଧ ଥିଲେ, ସେ କାମନ୍ତୁର ଥିଲେ, ସେମାନେ ବଜ୍ର କାଳେ ମାରିଦେବେ ବୋଲି ଏଇ ଫଟୋକୁ ଦେଖିକି, ମାନେ ସେ ଯେତେବେଳେ ଫାଷ୍ଟ ବଜ୍ର ଯେତେବେଳେ ମାରିଦେଲା ବେଳକୁ ଦେଖିଦବ, ଆରେ ହେ ବଢିଆ ଜିନିଷଟା, ତେଣୁ ସିଏ ଆଉ ବଜ୍ର ମାରିବନି ନା। ୟାର ଅନେକ ମତାନ୍ତର ରହିଛି। କାରଣଟି ହେଲା, ତମ ପାଇଁକା ଦୁଇଟି ପଥ ଥାଏ, ବା ଯେକୌଣସି ଥିରେ ସବୁଥିରେ ଦୁଇ। ଗୋଟେ ଦୁଇ ଦେଖ, ଗୋଟେ ହାତ ହେଲା ଆମର ଦୁଇ, ଗୋଡ଼ ହେଲା ଦୁଇ, ଆଖି ହେଲା ଦୁଇ, ନାକ ହେଲା ଦୁଇ, କର୍ଣ୍ଣ ହେଲା ଦୁଇ। କହିବ ପାଟି କେଇଟା? ପାଟି ବି ଦିଟା। ଗାଣ୍ଡି ବି ଦିଟା। ସବୁ ଆମର ଦୁଇଟା, କିନ୍ତୁ କେହି ଜାଣିପାରୁନି। ତାଙ୍କର ଅକ୍ଷର ସଂଖ୍ୟା ବି ଦୁଇ। ଆଖି ଦୁଇ ଅକ୍ଷର, କାନ ଦୁଇ। ତେଣୁ ସବୁ ଅଛି, ଦୁଇ ବୋଧକ ଅର୍ଥ ଅଛି, ଦୁଇ ପ୍ରକାରିଆ ଅଛି। ତାହେଲେ ଆମେ ଯଦି ପ୍ରକୃତ ଜିନିଷଟାକୁ ନ ଧରିବା, ଦିଟା ଅଛି ଯଦି କହିଲେ ବାଟରେ ହଗିଲେ ନା, ଦେଉଳ ତୋଳିଲେ ନା, ସିଏ ବି ସେଇ ଦୁଇ। ତାହେଲେ ଆମେ କ'ଣ କରିବା? ଦେଉଳ ତୋଳିବାନି, ବାଟରେ ହଗିବା? କ'ଣ କରିବା? ଆଉ ଛାଡ଼, କହିଲେ କ'ଣ ହବ? କିଛି ବୁଝି ହବା ଦରକାର ନାହିଁ। ଯିଏ ବୁଝିବା ଲୋକ ସେମାନେ ସମସ୍ତେ ବୁଝିପାରିବେ।
ସେଥିପାଇଁକା କହିଲେ ଦୁଇ ଦୁଇ ନେତ୍ର ସକଳ ଜନେ ଦେଖେ ବିଦ୍ୟାବନ୍ତ ତ୍ରୟ ଲୋଚନେ ଧର୍ମ ଥିବା ଲୋକର ଚାରି ଆଖି ଏହାଠୁ ଦଶୁ ଜ୍ଞାନୀ କି ଲେଖି। ଏଇ ଯୋଉ କଥାଟେ ସେ ସବୁ କହିଛନ୍ତି, ଯୋଉ ଲେଖା ପଢା ସବୁ ରହିଛି, ତେଣୁ ସେମାନେ କଣ ମଣିଷର ପ୍ରକୃତିକି ଦେଖିକି ସେମାନେ କହିଛନ୍ତି। ଭାଇମାନେ ଦେଖିବେ ଆଜିକା ଡେଟରେ ଘର କରିଥିବେ, ମନ୍ଦିରକୁ ଆମେ ଯାଉଛେ, ମନ୍ଦିରରେ କୋଉଠି ଆମର ନାହିଁ ଠାକୁରଙ୍କର ଫଟୋ କବାଟରେ, କିନ୍ତୁ ମଣିଷ ଏତେ ଭକ୍ତି ଗଦ ଗଦ ହେଇଯାଉଛି, କବାଟରେ ମୋର ରାଧାକୃଷ୍ଣ ରହିବେ, କବାଟରେ ମୋର ଗଣେଶ ରହିବେ, କିନ୍ତୁ ଯଦି ପଦା କବାଟରେ ଥିବ କୁକୁର ଆସିକି ମୁତି ଦେଇ ପଳଉଥିବ ସେ କବାଟ ଦିହରେ। ତାପରେ ତମେ ଯଦି ଘର ଭିତରୁ କବାଟ କରିଛ, ଚାଲିକି ଯାଉଛେ, ଗୋଡଟା ବାଜିବ କୋଉଥିରେ ସେଇଥିରେ। ତେଣୁ ଏ ସବୁ ଦେଖଣାରେ କହିଲା ନାହିଁ, ଦେଖଣାରେ ନାହିଁ, ଚିତ୍ର କରିକି ବିଚିତ୍ର ହେଇଯାଉଛେ ସମସ୍ତେ। କଣ ପାଇଁ ଆମେ 120 ବର୍ଷ ଆଣିଛେ, କାହିଁକି 120 ବର୍ଷ ଭୋଗ ହେଇପାରୁନି? କୋଉଠି ଅସୁବିଧା ଆଉ ରହିଲା? କାହା କୋଉ ବୟସ ପଛରେ ଆମେ ଧାଇଁକି ଆଜି ନାଶ କରିଦେଲେ? 120 ବର୍ଷରୁ 60 ବର୍ଷ ଭିତରରେ ଯୋଉଟା ଆମେ ଶେଷ ହେଇଗଲେ। ତେଣୁ ଅପାତ୍ରେ ଦାନ ଦେଇ ଆଜି ଯୋଉ ଫଳ ପାଇ, ସେମିତି ଆମେ ସେମାନେ ଯୋଉ ତ୍ରିଜୀବଠୁ ଆଣିଲେ, ଆମେ ଏଇ ଯୋଉ ବୟସ ଗୁରାକ ଆମେ କଣ କଲେ, ଆଗ ତାକୁ ଭୋଗ କଲେ, ତାକୁ ଆମେ ଭୋଗ ଫାଷ୍ଟ କରିଦଉଛେ। ଆପଣଙ୍କୁ ଯଦି ଜଣେ ପରସିଲା ଖାଦ୍ୟ, ରସଗୋଲାଟି ଦେଇଛି, ଆଚାରଟି ଦେଇଛି, ଭାତ ଦେଇଛି, ତରକାରୀ ଦେଇଛି, ଆପଣ କଣ କରିବେ? ଆଗ ମିଠାଟାକୁ ଖାଇଦେବେ, ଆଗ ଯୋଉଟା ମିଠା ତାକୁ ଖାଇଦେବେ। କିନ୍ତୁ ଏଇ ବୟସ ମାପରେ ହଉଛି ଓଲଟାଟା। ନିଜର ଯୋଉ ଜିନିଷଟା ମିଠା ଭଗବାନ ଦେଇଛନ୍ତି 60 ବର୍ଷ, ତାକୁ ଆମେ ଭୋଗ କରୁନେ, କୁକୁର ବଳଦ ପେଚା ମାନଙ୍କଠୁ ଯୋଉ ଭୋଗ ଆଣିଛେ ତାକୁ ଆଗ ଖାଇଦଉଛେ ବା ଭୋଗ କରିଦଉଛେ। ଆଉ ଭୋଗ ତ କରୁଛେ, ଘଣ୍ଟି ବାଡଉଛେ, ଭୋଗ ତ ଭୋଗ, ଆଉ କଣ? ଆଉ ୟା ସାଙ୍ଗରେ ଏଇ 60 ସାଙ୍ଗେ କାହିଁକି ଯୋଗ? ସେ 60ଟି ହିଁ ଭୋଗ। କିନ୍ତୁ ପ୍ରକୃତର ଜିନିଷ ଯୋଉ 60 ବର୍ଷ ମାନବର ଦୁର୍ଲଭ ଜନ୍ମର ଯୋଉ 60 ବର୍ଷ ବୟସ, ତାକୁ କେହି ଭୋଗ କରିପାରୁନାହାନ୍ତି। ତେଣୁ ଏଇଠି 5 ମନ, ଆଉ 5 ମନର 5 ସନ୍ତାନ 25 ଯିଏ ହେଲେ କି ପ୍ରକୃତି, ସେଇମାନେ ଆଜି ନାଶ କରଉଛନ୍ତି। ତେଣୁ ରେ ମଣିଷ, ବୟସ ଥାଉ ଥାଉ ତୁ ହୁଅନା ନାଶ। ପ୍ରକୃତି ପଡ଼ିକି ନାଶ ହେଇଯାଉଛେ, ଆମେ ସେଇ ଜିନିଷଟି ଜାଣିପାରୁନେ। ପ୍ରକୃତରେ ଯୋଉ 5 ଖାଦ୍ୟ ବା ଯୋଉ 60 ବୟସ ଆମେ ଆଣିଛେ, ମିଠାଟା ଖାଇବା ନା ଖଟାଟା ଖାଇବା? ମାନେ ନିଜର ଧନକୁ ଆଗ ଖାଇବା ନା ଚୋରି କରି କିମ୍ବା କାହାର ଦାନ ଜିନିଷଟାକୁ ଖାଇବା? କାହିଁକି? ତୁମର ଯଦି ନିଜ ଧନରେ ଯଦି ତୁମର ବା ନିଜ ବୟସରେ ତୁମେ ଠିକ ମନୁଷ୍ୟ ଜନ୍ମର ଦୁର୍ଲଭ ଭୋଗ ପାଉଛ, ତାହେଲେ ସେ 60ଟାକୁ ଆଉ କାହାକୁ ଦାନ ଦେଇଦିଅ, ତାକୁ ସାଉଁଟିକି ରଖନି। ତାହେଲେ ଦୁର୍ଲଭ ଭଗବାନ ଚିନ୍ତା କରିବେ, ମୁଁ ଏ ଲୋକକୁ 60 ବର୍ଷ ଦେଇଛି, ଇଏ ଠିକ ବ୍ୟବହାର କରିଛି। 60ରେ କଣ କରିବେ ଜାଣିଛନ୍ତି ଭଗବାନ? ଲୋକ କୁହନ୍ତି ଶୂନ୍ୟର ମୂଲ୍ୟ ନାହିଁ। ଆମେ ଗଣିତରେ ବି ପଢିଛେ ଶୂନ୍ୟର ମୂଲ୍ୟ ନଥିଲା। କିନ୍ତୁ କୋଉଠି ନା ଯୋଉ ସଂଖ୍ୟାର ବାମ ପାର୍ଶ୍ୱରେ ରହିଲେ ମୂଲ୍ୟ ନାହିଁ, ଦକ୍ଷିଣ ପାର୍ଶ୍ୱରେ ତ ଦେବେ। ସେଥିପାଇଁ ଗୋବିନ୍ଦ ଚନ୍ଦ୍ର ଟୀକା ଗୋବିନ୍ଦ ଚନ୍ଦ୍ର କହିଲେ, ଯାହା ଦେବୁ ହସ୍ତ ଟେକିରେ କୁମର, ଯାହା ଦେବୁ ହସ୍ତେ ତୋଳି। ଦକ୍ଷିଣ ହସ୍ତ ମାନେ ଡାହାଣ ହାତରେ ଯୋଉ ଧର୍ମ କରିବୁ ବା ଯୋଉ ଦାନଟି ଦେବୁ, ସେଇଟା ହଉଛି ତୁମ ପଥକୁ ସଂଖାଳିବ।
ତେଣୁ ଆମେ କ'ଣ କରୁଛେ, ସେମିତି ଦକ୍ଷିଣ ପଟେ ଯେଉଁ ଶୂନ୍ୟଟି ରହିବ ତାର ମୂଲ୍ୟ ଆସିବ 60ରେ ଭଗବାନ ବେଳ ପଇଲେ 600 କରିଦେଇପାରିବେ। କିନ୍ତୁ ଆମେ ତ 120 ବର୍ଷ ପାଇଯାଇଛେ, 60 ମୁଫତ ମିଳିଯାଇଛି, ଆଉ ଆଗକୁ କାହିଁକି ଚିନ୍ତା କରିବା? ଆଗ ସେଟା ଭୋଗ ସରୁ, ତାପରେ ଦେଖିବା। ଆଜ୍ଞା ନମସ୍କାର। ସାଧାରଣ ଲୋକର ଆଜି ଅସାଧାରଣ କଥାଟି ରଖୁଛି। ପଞ୍ଚୁକର ଦ୍ୱିତୀୟ ଦିବସ ଚାଲିଛି। ଘରେ ଅଛି ବାସି ଯାଉ, ରାତି କେମିତି ଶୀଘ୍ର ପାଉ। ଗୋଟେ ଢଗ ଢମାଳିର କଥା ଅଛି। ସେମିତି ପଞ୍ଚୁକ 5 ଦିନ କେମିତି ତୁରନ୍ତ ସରିଯାଉ। ନମସ୍କାର ଭାଇମାନେ। ସାଧାରଣ ଲୋକର ଆଜି ଅସାଧାରଣ ଭିଡ଼ିଓଟି ରଖିଲି, ଲମ୍ବା ହେଇଗଲା ବହୁତ, ରଖିଲି।